ଜଗତସିଂହପୁର ଜିଲ୍ଲା ସାଁପୁର ପଞ୍ଚାୟତ ଅଧୀନ ଦେଢ଼ଶୁର ଦେଉଳି ଗ୍ରାମର ରଞ୍ଜନ ବେହେରା ଜଣେ ଦିନ ମଜୁରିଆ। ଗାଁ ଗାଁ ବୁଲି ନଡ଼ିଆ ଗଛରୁ ନଡ଼ିଆ ପାରି ଯାହା ମିଳେ ଦୁଃଖେ କଷ୍ଟେ ପରିବାର ଚଳିଯାଆନ୍ତି। ପରିବାର କହିଲେ ସ୍ତ୍ରୀ ଓ 2 ପୁଅ ଝିଅ। 14 ବର୍ଷର ପୁଅ ମାନସିକ ବିକାରଗ୍ରସ୍ତ ଥିବାବେଳେ ଅର୍ଥ ଅଭାବରୁ ଝିଅଟି ପାଠପଢ଼ା ଛାଡ଼ି ଦେଇଛି। ସବୁଦିନ ଭଳି ସେଦିନ ମଧ୍ୟ 55 ବର୍ଷୀୟ ରଞ୍ଜନ ବେହେରା ନଡ଼ିଆ ଗଛରେ ଚଢ଼ି ନଡ଼ିଆ ତୋଳୁଥିଲା। କିନ୍ତୁ ହଠାତ୍ ଗଛ ଉପରେ ହିଁ ହୋଇଥିଲା ବ୍ରେନ୍ ଷ୍ଟ୍ରୋକ୍। ଗଛ ଉପରେ ଝୁଲି ରହିଯାଇଥିଲା ଲୋକଟି। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ଜଗତସିଂହପୁର ମେଡିକାଲକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ମେଡିକାଲରେ ଚିକିତ୍ସା ଅବହେଳା ଦେଖି ପରେ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା କରାଇଥିଲେ। BSKY କାର୍ଡର ଅର୍ଥ ସରିଯିବା ପରେ ଘରୋଇ ହସ୍ପିଟାଲ ସେଠାରୁ ତାଙ୍କୁ ବିଦା କରିଦେଇଥିଲା। ଏବେ ରୋଗ ଶଯ୍ୟାରେ ପଡ଼ି ରହିଥିବା ରଞ୍ଜନ ବେହେରାର ପରିବାର ଓଳିଏ ଖାଇଲେ ଓଳିଏ ଉପାସ। ଚିକିତ୍ସା ପାଇଁ ନା ଅଛି ଅର୍ଥ, ନା ମୁଠେ ଖାଇବାକୁ ପାଉଛନ୍ତି। ଏଭଳି ଅବସ୍ଥାରେ ପଡ଼ୋଶୀ ଯାହା ଦେଉଛନ୍ତି ସେଥିରେ ସ୍ତ୍ରୀ ଓ 2 ପିଲା ବଞ୍ଚିବା କଷ୍ଟକର। ଏପରି ଦୁଃଖଦ ଖବର ଶୁଣି ପାଖରେ ପହଞ୍ଚିଥିଲେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ହେଲ୍ପିଂ ହ୍ୟାଣ୍ଡ। ଫାଉଣ୍ଡର ଉଦୟ କୁମାର ଓ କୋ-ଫାଉଣ୍ଡର ଅଞ୍ଜଳି, ସେକ୍ରେଟାରୀ ଇତିଶ୍ରୀ, ଦୀପେଶ, ସରୋଜିନୀ, ଦୀପକ, ମନୋରଞ୍ଜନ, ପଦ୍ମିନୀ ଓ ଅନ୍ୟ ସଦସ୍ୟମାନେ ପହଞ୍ଚି ଅର୍ଥରାଶି ଓ ରାସନ ସାମଗ୍ରୀ ଦେବା ସହ ଝିଅର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପରିବାର ବଞ୍ଚିବା ହୋଇଯାଇଛି ଦୁର୍ବିସହ। ଯଦି କେହି ସରକାରୀ କିମ୍ବା ବେସରକାରୀ ସ୍ତରରେ ସହାୟତାର ହାତ ବଢ଼ାନ୍ତେ ଅକାଳରେ ଝଡ଼ିବାକୁ ଯାଉଥିବା ଜୀବନଟି ବଞ୍ଚିଯାଆନ୍ତା ବୋଲି ଗଣମାଧ୍ୟମ ଆଗରେ ନିଜର ଦୁଃଖ ବଖାଣିଛନ୍ତି ରଞ୍ଜନ ବେହେରାଙ୍କ ପତ୍ନୀ ଓ ଝିଅ। ମୁଁ ନିଖିଳ ଓଡ଼ିଶା ମହାସଂଘର ସେକ୍ରେଟାରୀ ଅଛି। ଆମର ଆଜି ସଂଘର ଯେଉଁମାନେ ଆମ ଉତ୍କଳ ହେଲ୍ପିଂ ଫାଉଣ୍ଡେସନ୍ ଯେଉଁ ଅଛନ୍ତି ସେ ଆଜି ଆସିଛନ୍ତି ତାଙ୍କ ଟିମ୍କୁ ନେଇକି, ଆଉ ମୋତେ ଇନଫର୍ମ କଲେ। ମୁଁ ବି ତାଙ୍କ ସହିତ ଆଜି ସହଯୋଗ କରିବାକୁ ଆସିଛି। ତ ଆମ ଜଗତସିଂହପୁରର ଦେଢ଼ଶୁର ଦେଉଳି ଗାଁରେ ଆମର କ'ଣ ତାଙ୍କ ନାଁ ରଞ୍ଜନ ବେହେରାଙ୍କ ମାନେ ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ସେ କିଛି କାମ କରନ୍ତି ନଡ଼ିଆ ଗଛ ପରାପରିରେ, ସେ ଦେଉଛନ୍ତି ତାଙ୍କ ଗଛର ମୁଣ୍ଡ ବୁଲିଲା ତ ତଳକୁ ନେଇ ଆସି ଏବେ ସେ 3 ମାସ ହେଲା ଅସୁସ୍ଥ ଅଛନ୍ତି। ତ ଆମେ ଖବର ପାଇକି ଉତ୍କଳ ହେଲ୍ପିଂ ହ୍ୟାଣ୍ଡସର ଆମର ଯିଏ ଫାଉଣ୍ଡର ଅଛନ୍ତି ଉଦୟ ଭାଇ, ସେ ଇନଫର୍ମ କଲେ ଯେ ଆମ ଟିମ୍ ଯାଇକି ସହଯୋଗ କରିବ ବୋଲି। ଆଉ ତାଙ୍କର ସଭାପତି ଯିଏ ମାନସ ଭାଇ ଅଛନ୍ତି, ସିଏ ତାଙ୍କ ମୋ ସଭାପତି ଯିଏ ପ୍ରଶାନ୍ତ ଭାଇ ଅଛନ୍ତି, ଆଉ ତାଙ୍କ ଟିମ୍ ପୁରା ହେଲ୍ପିଂ ହ୍ୟାଣ୍ଡ ଉତ୍କଳ ହେଲ୍ପିଂ ହ୍ୟାଣ୍ଡର ସେ ଆସି ଜାଗା ଉପରେ ପହଞ୍ଚନ୍ତି। ଆଉ କିଛି ଆର୍ଥିକ ସାହାଯ୍ୟ ସହିତ କିଛି ମାନେ ଗ୍ରୋସରୀ ସାମଗ୍ରୀ, 1 ମାସର ରାସନ ଆଉ କିଛି ପରିବାପତ୍ର ଧରିକି ଆସି ଏଠି ଆମେ ପହଞ୍ଚିଛୁ। ଆଉ ଦେଖିଲୁ ଭାଇଙ୍କର ଅବସ୍ଥା ତ ବହୁତ ଶୋଚନୀୟ ଅଛି। ତାଙ୍କ ଝିଅ ଅଛି, ଝିଅର ପାଠପଢ଼ା ଦାୟିତ୍ୱ ବି ଆମେ ବୁଝାବୁଝି କରିବୁ ବୋଲି ପ୍ରତିଶ୍ରୁତି ଦେଲୁ। ଚିକିତ୍ସା ପାଇଁ ଅର୍ଥ ବାଧକ କିଛି ଅର୍ଥ ବାଧକ ସାଜିଛି ତ ଆମ ଦ୍ୱାରା ତ ଆମେ ଏମିତି କିଛି ତ ଦେଇପାରିବୁ, ଆମେ ତ ସମ୍ପୂର୍ଣ୍ଣ ଦେଇପାରିବୁନି। ଏଠି ଆମ ସରକାରକୁ ନିବେଦନ ରହିବ, ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ତ ଆମେ ସରପଞ୍ଚ ଏଠିକାର ନେକ୍ସଟ ଆମେ ତାଙ୍କୁ କଲ୍ କରିଥିଲୁ, କଲ୍ ବୋଧେ ରିସିଭ୍ କଲେନି କିଛି ତାଙ୍କର ପ୍ରୋବ୍ଲେମ୍ ଯୋଗୁଁ। ତ ଆମେ ଏଠି ତାଙ୍କରି ଆପଣଙ୍କ ମିଡ଼ିଆ ଭାଇମାନଙ୍କ ଧନ୍ୟବାଦ ଦେଉଛି। ତାଙ୍କରି ଆପଣଙ୍କ ମାଧ୍ୟମରେ ତାଙ୍କ କତି ଏଇ ଖବରଟା ଯାଉ ଯେ ଏଇ ଯେଉଁ ମାଆଙ୍କର ଆଜି ଏଇ ପରିସ୍ଥିତି ଅଛି, ତ ତାଙ୍କର ମେଡ଼ିକାଲ ଇସ୍ୟୁ ଯେଉଁ ଅଛି କି ତାଙ୍କର ଯେଉଁ ଘର ପ୍ରୋବ୍ଲେମ୍ ଅଛି, ଦିନେ ଖାଇଲେ ଦିନେ ଖାଉନାହାନ୍ତି, ଏଇ ସହଯୋଗ ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ଆମେ ସ୍ୱେଚ୍ଛାସେବୀ ସଂଗଠନ ତ ଆସି ପହଞ୍ଚିଛୁ, ଆମ ଦ୍ୱାରା ଯେତିକି ହେଇପାରିବ। ଆମେ ତ ସମ୍ପୂର୍ଣ୍ଣ ସହଯୋଗ କରିପାରିବୁନି, କିନ୍ତୁ ନିହାତି ସରକାର ଚାହିଁଲେ ସବୁ ଜିନିଷ ହେଇପାରିବ। ଆଜ୍ଞା, ଧନ୍ୟବାଦ। ଜୟ ଜଗନ୍ନାଥ। ମୋ ନାଁ ଇତିଶ୍ରୀ ମୁଦୁଲି, ମୁଁ ଉତ୍କଳ ହେଲ୍ପିଂ ହ୍ୟାଣ୍ଡ ଫାଉଣ୍ଡେସନର ସେକ୍ରେଟାରୀ। ତ ପ୍ରଥମେ ଆମର ଏଇ ଯେଉଁ ଭିଡ଼ିଓଟେ ଆମର ଫେସବୁକ୍ ଏଇ ଯିଏ ପଠାଇଥିଲେ ସେ ଆମର ଫେସବୁକ୍ ପେଜ୍ରେ ଥିଲେ। ତ ସିଏ ଆମକୁ ରିକ୍ୱେଷ୍ଟ କଲେ ଯେ ତ ଜଗତସିଂହପୁରର ଦେଢ଼ଶୁର ଦେଉଳିରେ ଜଣେ ଅଛନ୍ତି ରଞ୍ଜନ କୁମାର ବେହେରା। ତ ତାଙ୍କର 3 ମାସ ହେଲା ସିଏ ବେଡ଼୍ ରେଷ୍ଟରେ ପଡ଼ିଛନ୍ତି। ତ ଆପଣ କିଛି ସାହାଯ୍ୟ କରିବାକୁ ଟିକେ ଆସନ୍ତୁ ବୋଲି। ତ ଆମର ଯିଏ ଅଛନ୍ତି ଫାଉଣ୍ଡର ଉଦୟ ଭାଇ ଆଉ ଆମର ପ୍ରେସିଡେଣ୍ଟ ଯିଏ ଆମର ପ୍ରଶାନ୍ତ ଭାଇ, ତ ସେମାନେ ସବୁ ଡିସ୍କସନ୍ କରିକି ଆମକୁ ଆଜି ଏଇ ଜାଗାକୁ ପଠାଇଛନ୍ତି। ତ ଆମେ ରିକ୍ୱେଷ୍ଟ କରୁଛୁ ତ ତାଙ୍କୁ ଯେତେ ଆମର ଅଛନ୍ତି ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ଏବଂ ଆମର ଯିଏ ଅଛନ୍ତି ମାନେ ଓଡ଼ିଶା ସରକାର କିଛି ହେଲ୍ପ କରନ୍ତୁ। ଜଣେ ଜଣେ ଟଙ୍କା ଏଇଠି ଦେଲେ ତ ତାଙ୍କ ମାନେ ସିଏ ସୁସ୍ଥ ହେଇପାରିବେ। ତ ମୁଁ ରିକ୍ୱେଷ୍ଟ କରୁଛି ସମସ୍ତେ କିଛି ନା କିଛି ସାହାଯ୍ୟ କରନ୍ତୁ। ଜୟ ଜଗନ୍ନାଥ। କ'ଣ ହେଇଛି ସ୍ୱାମୀଙ୍କର? ନଡ଼ିଆ ଗଛ ଚଢ଼ିଥିଲି,
କେତେ ଦିନ ହେଲାଣି? 3 ମାସ ହେଲା। ବର୍ତ୍ତମାନ ମେଡିକାଲ ନେଇ ଆସିଲେ କଣ ଅସୁବିଧା ହେଇଛି? ପଇସା ସରିଗଲା, କାର୍ଡରୁ ପଇସା ସରିଗଲା, ଫେରେଇ ଦେଲେ। କୋଉ ମେଡିକାଲ ଟ୍ରିଟମେଣ୍ଟ ହଉଥିଲା? ଶାନ୍ତି ନର୍ସିଂ କଣ କୋଉ କାର୍ଡ ୟୁଜ କରିଥିଲେ ସେଠି? ବିଜୁ ସ୍ୱାସ୍ଥ୍ୟ ବିଜୁ ସ୍ୱାସ୍ଥ୍ୟ ବିଏସ୍ପି ପିଏସକେୱାଇ କାର୍ଡ ସରିଗଲା ପରେ ଆପଣଙ୍କୁ ଏଠୁ ବିଦାୟ କରିଦେଲେ। ବିଦା କରିଦେଲେ। ଏବେ କେମିତି ଚିକିତ୍ସା ହଉଛନ୍ତି? ଯିଏ ଯେମିତି ଦଉଛନ୍ତି ପଇସା ପତ୍ର, ସେଇଥିରେ ଔଷଧ ପାଣି କିଣିକି ଆଣି ଦଉଛୁ। ଏଠି କୌଣସି ନେତା କି ମନ୍ତ୍ରୀ କି କୌଣସି ଆପଣ ପୁଣି ପ୍ରଥମେ ସାହାଯ୍ୟ ସହଯୋଗର ହାତ କିଏ ବଢେଇଛନ୍ତି? ନା ଆସୁନି। ବର୍ତ୍ତମାନ ଉତ୍କଳ ହେଲ୍ପିଂ ହ୍ୟାଣ୍ଡ ଆପଣଙ୍କୁ ହାତ ବଢେଇଛି, ସାହାଯ୍ୟର ହାତ ବଢେଇଛି, ଆପଣ ତାଙ୍କୁ କଣ କହିବେ? ଧନ୍ୟବାଦ କରୁଛି। ଉତ୍କଳ ହେଲ୍ପ ପଇସା ପତ୍ର ଦେଲେ ଔଷଧ କିଣିବୁ ସ୍ୱାମୀଙ୍କର। ଝିଅ ନାଁ କଣ କହିଲ? କଲ୍ୟାଣୀ ବେହେରା। କଣ ବାପାଙ୍କର ହେଇଥିଲା? ବାପାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା। ଆମେ ଜଗତସିଂହପୁର ମେଡ଼ିକାଲକୁ ନେଇଯାଇଥିଲୁ। ଜଗତସିଂହପୁର ମେଡ଼ିକାଲ ଫେରେଇ ଦେଲେ, କଟକକୁ ପଠାଇଦେଲେ। କଟକରେ ଆମେ ନେଇକି ଯାଇଥିଲୁ। କଟକରେ ମାନେ ତାଙ୍କ ଦେହ ବହୁତ ସିରିୟସ୍ ହେଇଯାଇଥିଲା, କିନ୍ତୁ ମାନେ ସେଠି କେବଳ ଗୋଟେ ସାଲାଇନ୍ ଲଗେଇ ଦେଇ ପଳେଇଲେ, ଆଉ କିଛି ଆସିଲେନି କି ଦେଖିଲେନି। ଆମେ ସେଇଠୁ ବିଏସ୍କେୱାଇ କାର୍ଡ଼ ଥିଲା, ସେଥିପାଇଁ ଆମେ ନେଇଗଲୁ ପ୍ରାଇଭେଟ୍ ମେଡ଼ିକାଲକୁ, ନେଇଗଲୁ ଶାନ୍ତି ମେମୋରିଆଲ ହସ୍ପିଟାଲକୁ। ସେଠି ମାସେ ଟ୍ରିଟମେଣ୍ଟ ହେଲେ। ତା ଦେହରେ ଯେଉଁ ବିଏସ୍କେୱାଇ କାର୍ଡ଼ରୁ ପଇସା ସରିଗଲା, ଯେମିତି ସେ କହିଲେ କି ଆଉ ବିଏସ୍କେୱାଇ କାର୍ଡ଼ରେ ପଇସା ନାହିଁ, ଆଉ ତୁମେ ଘରକୁ ନେଇଯାଅ, ଆଉ ଯଦି ପଇସା ଅଛି ପାଖରେ କର, ଟ୍ରିଟମେଣ୍ଟ କର। ଆମ ପାଖରେ ତ ଆଉ କିଛି ପଇସା ନଥିଲା, ସେଥିପାଇଁ ଆମେ ଘରକୁ ନେଇ ଆସିଲୁ। ଏବେ ବେଡ଼ସୋର ହେଇଗଲାଣି। ତାପରେ ଏବେ କେମିତି ଚିକିତ୍ସା ହଉଛନ୍ତି? ଏବେ ସାହି ଗାଁ ପଡ଼ିଶା ସବୁ ଦେଉଛନ୍ତି, ଯାହା ସେମିତି ଚଳୁଛୁ। ତାପରେ ସ୍ୱେଚ୍ଛାସେବୀ ମାନେ ସମସ୍ତେ ଆସିକି କିଛି ସାହାଯ୍ୟ କରୁଛନ୍ତି। ତାପରେ ବି ସରକାର ଯଦି କିଛି ସାହାଯ୍ୟ କରନ୍ତେ, ତାହେଲେ ବାପା ଠିକ୍ ହେଇପାରନ୍ତେ। ପ୍ରାଇଭେଟ୍ ହସ୍ପିଟାଲ ମାସେ ରହିଲେ। ଭିତରେ କିଛି ଇମ୍ପ୍ରୁଭମେଣ୍ଟ ହେଇନି। ନାହିଁ। ଅଣଦେଖା କରିବାରୁ ପ୍ରାଇଭେଟ୍ ହସ୍ପିଟାଲ। ବାପାଙ୍କର ମଙ୍ଗଳ କାମନା ପାଇଁ କଣ କହିବେ? ଯଦି ମାନେ କିଛି ଟଙ୍କାଟେ ବି ସାହାଯ୍ୟ କରନ୍ତେ, ତାହେଲେ ଆମର ବାପାଙ୍କର ମେଡ଼ିସିନ ଖର୍ଚ୍ଚ ବି ହୁଅନ୍ତା, ବାପା ଭଲ ହେଇପାରନ୍ତେ। नमस्कार जय जगन्नाथ मु उत्कल हेल्पिंग हैंड्स फाउंडेशन तरफ जन मेम्बर मो ना दीपेश आम आसलु जगतसिंहपुर जिलार एमती गोटे छोट गाँ को जोटि एक दुख परिस्थिति देखिलु निजक भी अनकम्फर्टेबल करुचु जे से जिनस देखिकी आज की 2024 चली आ किसी दिन पर इलेक्शन अच्छी सरकार डिंगुरा पेटुंट आम यहाँ करदे सहीटा करदे ऐसा करदे तेसा करदे विभिन्न प्रकार योजना बाहर करूँ आज गोटे 2024 मसीह गोटे असहाय एमती आपण मैंने देखिले आखिर लुह झरी परिवार को देखु पुओ गोटे विकलांग झील पाठ पढ़ा छाड़ी घरे गोटे जी रोजगार करती सी आज बेडसोरे पड़ी चिकित्सा अर्थ नाही घरे घरे अर्थ तो नाही नाही रोषे करने आम हांडीशाल को जाइए हांडीशाल रोषे करने कि ना किंतु आजिका डेट्रे सरकार नुआ रे पर डे कोटी कोटी टका खर्च हो पर डे कलाकार मानक कोटी कोटी टका दि जाऊँगी जोटा कि कौन लाभ ना हाँ आम मानुचु सरकार योजना करेंगे कि जदि यही किसी लोक गरीब डायरेक्टली आसिक पहुँचते तो आमे भावुचु किछिटा साहाय्य मिलता से बस एटी मु आसबार कारण मीडिया सामने कि सरकार को निवेदन करूँ आ जो मैंने यही चैनल आम जिते चैनल अच्छा समस्ते देखुं प्लीज या टे सेयार करूँ कहीं आपण मानकर गोटे सेयार ही सरकार पाखे पहुँची पार ये असहाय लोक साहाय्य कर किछिटा साहाय्य मिल पारे से जो भली भाव में सरकार पाखे सबू संभव हो पार कहीं आपण मान हाथ में अच्छी सरकार पाखक पहुँचे ये जिनसा निश्चित भाव में हो आशा करे आपण मैंने किछिटा आपण मानकर मूल्यवान समय दिंतु गोटे मात्र सेयार करूँ जमी सरकार पाखे पहुँच पार जय जगन्नाथ उत्कल हेल्पिंग हैंड्स तरफ बहुत बहुत धन्यवाद एति रिक्वेस्ट करूँ थैंक यू जगतसिंहपुर भानुशंकर राउतराय रिपोर्ट ओडिशा एकाम्र लाइव।